ଶ୍ରୀ ଶ୍ରୀ ବର୍ଦା ଇଷ୍ଟ ପ୍ରସଙ୍ଗରେ କହିଥିଲେ। ଆଲୋଚନା ପ୍ରସଙ୍ଗରେ ମଧ୍ୟ ଆମମାନଙ୍କ ସମ୍ମୁଖରେ ତାହା ଆଲୋଚିତ ହେଇଛି। ଗୋଟେ ଜାଗାରେ ନିଷ୍ଠା ରଖିଲେ ବାକି ସବୁ ବଦଳେ। କେତେ ଲୋକ କେତେ ଜାଗାରେ ଚାକିରି କରୁଛନ୍ତି, ସ୍ୱସ୍ଥୟନୀ ନେଇଛି ପାଳନ କରିପାରିବିନି, ମାଛ ପିଆଜ ରସୁଣ ତ ଖାଇବି ନାହିଁ, ଏଠି ଖାଇବିନି ସେଠିକା ଡରିକି ହୁଏତ ସ୍ୱସ୍ଥୟନୀ ହେଲେ ନାନା ରକମ କଥା ଆମର ରହିଛି। କିନ୍ତୁ ତାଙ୍କର ଚତୁର୍ଥ ପୁତ୍ର ପୂଜନୀୟ ସନ୍ତୁଦା ଗୋଟେ ଦୁଇଟା ଟୁର୍ ତାଙ୍କ ସହିତ କରିଥିଲି। ଯାଦବପୁର ITI କଲେଜରେ ଯେତେବେଳେ ପଢ଼ୁଥିଲେ, ପରିବେଶକ ନନା ପରିବେଷଣ କରିଦିଏ, ସବୁଗୁଡ଼ାକ ପିଆଜ ରସୁଣ ଯୁକ୍ତ। ଦୀର୍ଘ ଦିନ କାହାକୁ କମ୍ପ୍ଲେନ୍ ନ କରି, କାହାକୁ ବାଧ୍ୟ ନ କରି, କାହା ସହିତ ଝଗଡ଼ା ନ କରି, ଜଷ୍ଟ ଭାତ ଏବଂ ଲୁଣ କେବଳ ହିଁ ଖାଇ ଚାଲିଲେ, କାହାକୁ କିଛି କହିନାହାନ୍ତି। ମୁଁ ଯଦି ଗୁରୁଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ କିଛି ବ୍ରତ କରିଥାଏ, କଷ୍ଟଟା ମୋର, ମୁଁ ଅନ୍ୟକୁ କାହିଁ ଦୁଃଖ ଦେବାକୁ ଯିବି। ସେଟା ଏଭଳି ମୁଁ ଏଇ ଯେଉଁ ପରିବେଶ ମୋଲ୍ଡ କେମିତି ହେଉଛି ତାର ଗୋଟେ ଉଦାହରଣ ହିସାବରେ ଶ୍ରୀ ଶ୍ରୀ ବର୍ଦା ତାଙ୍କ ଶ୍ରୀମୁଖରେ ଏଟା କହିଛନ୍ତି। କିଛି ଦିନ ଏଇଭଳିଆ ଚାଲେ, ସମସ୍ତେ ଦେଖୁଛନ୍ତି। ଆସ୍ତେ 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 ଦେଖଣାହାରି ଯେତେ ଥିଲେ, ତାଙ୍କର କୋ ଷ୍ଟୁଡେଣ୍ଟସ୍ ଯେତେ ଥିଲେ, ମନ ଏକଦମ ଦ୍ରବୀଭୂତ ହେଲା, ମନ ବିଦ୍ରୋହ କରି ଉଠିଲା। ଆମେ ଥାଉ ଥାଉ ଏତେ ସୁନ୍ଦର ଜଣେ ଯୁବକ ସମସ୍ତ କଥା ମାନି ଚାଲୁଛି, ନିୟମ ଶୃଙ୍ଖଳା ମାନି ଚାଲୁଛି, କେବଳ ଭାତ ଲୁଣ ଖାଉଛି। କାଲିଠାରୁ ସମ୍ପୂର୍ଣ୍ଣ ପିଆଜ ରସୁଣ ବର୍ଜିତ ହେଇକିରି ଏ ସ୍ଥାନରେ ରନ୍ଧା ହେବ। ଟୋଟାଲ ଘୋଲଟା ପାଲଟିଗଲା। ତାକୁ କହନ୍ତି ନିଷ୍ଠା। ମୁଁ ତ କମ୍ପ୍ରୋମାଇଜ କରିଦେଲି, ବଦଳେଇବି କେମିତି? ସବୁଟାରେ ତ ହଁ ମାରିଦେଲି। ସବୁଟାରେ ହଁ ମାରିଦେବାଟା ଗୋଟେ ବାହାରର ସୁଇଟନେସ୍ର ଲକ୍ଷଣ ହେଇପାରେ, କିନ୍ତୁ ବଦଳେଇ ପାରେ ନା କିଛି। ଠାକୁର ସୁଇଟନେସ୍କୁ ରକ୍ଷା କରିବାକୁ କହିଛନ୍ତି ଏବଂ ସେଇ କଥାଟା କହିଛନ୍ତି, ତୁମେ ସୁଇଟ୍ ବଟ୍ ଅନକମ୍ପ୍ରୋମାଇଜିଂ ହୁଅ, ମଧୁର ହୁଅ, କିନ୍ତୁ ଆପୋଷ ରଫା ବି ନ ହୁଅ। ତାଙ୍କର କଥା ସବୁ ସମୟରେ ଏଇଭଳି।